ସବୁଦିନ ଭଳି ଆଜି ବି ଶୋଇ ଉଠି ସାରିଲା ବେଳକୁ ବାବା କହିଲେ ଜଲ୍ଦି ତୋର ନୀତିଦିନିଆ କାର୍ଯ୍ୟକ୍ରମ ସାରି ସୁରା ଦେ, କାହିଁକି ଆମେ ଯିବା ମାର୍କେଟ ଆଡେ ବୁଲିବାକୁ। ମାର୍କେଟ ଆଡେ ଯାଉଛୁ, ଦେଖିପାରୁଥିବେ ବୁଲିବା ପାଇଁ। ମାର୍କେଟ ଯେତେବେଳେ ବୁଲିବାକୁ ଯାଉଛି ବାବା କହିଲେ ଆସିଛୁ ମାନେ ଗୋଟେ ଜିନିଷ ନେବାର ଅଛି। ପଚାରିଲି ମୁଁ କଣ ଜିନିଷ? ବାପା କହିଲେ ଚାଲ ମୁଁ ଦେଖେଇବି। ନେଇ ସାରିଲା ପରେ ତାପରେ ବାପା ମତେ ଛାଡି ଦେଇକି ଗଲେ ଦୋକାନ ପାଖରେ। ଦୋକାନ ବନ୍ଦ ଅଛି ଦେଖିପାରୁଥିବେ। ବାପା ଗଲେ ଅଲଗା ଦୋକାନ ଆଡେ ଦେଖିବା ପାଇଁ। ମତେ କହିଲେ ତୁ ଏଟିଏମ ରେ ପଇସା ଗୁଡିକ ଉଠେଇ ଦେ। ତାପରେ ମୁଁ ଦେଖି ଆସେ ଦୋକାନ ଖୋଲା ହେଇଛି କି ନାଇଁ। ମୁଁ ଚାଲିଲି ଏଟିଏମ କୁ ପଇସା ଉଠେଇବା ପାଇଁ। ପଇସା ଉଠେଇ ଉଠା ସାରିକି ବାବା କହିଲେ ଚାଲ ସେଇଠି ଗୋଟେ ଦୋକାନ ଖୋଲିଲା ଅଛି ସେଇଠିକି ଯିବା। ଏଟିଏମ ପଇସା ଉଠେଇ ଉଠା ସାରିକି ସେଇ ଦୋକାନ ଗଲା ବେଳକୁ ବାପା ଚୋରି କଲେ ଏଇ କବାଟଟି। କହିଲେ ଏଇ କବାଟଟି କେମିତି ହେଇଛି ଦେଖ। ଏ କବାଟଟି ହିଁ ନେବା ଆଜି ଘରକୁ ଆସି ପହଞ୍ଚି ସାରିଲା ପରେ ଦେଖିପାରୁଥିବେ ମିସ୍ତ୍ରୀ ମାନେ ଲାଗିଛନ୍ତି କାମ କରିବାକୁ। କାମ କରି କୁରା ସାରିକି ଦେଖନ୍ତୁ କେମିତି ଲାଗୁଛି କ୍ୱାଟରଟି। ଲୁଗା ସାରିଲା ବେଳକୁ ହେଇଗଲାଣି 2ଟା ପାଖାପାଖି। ଆମେ କହିଲେ ଚଳ ଗାଧେଇ ଗୁଧାଇ ଖାଇବା ନବା। ଆମେ ଚାଲିଲେ ଗାଧେଇ ଗୁଧେଇବାକୁ। ଗାଧେଇ ଗୁଧା ସାରିକି ବର୍ତ୍ତମାନ କଣ କରୁଛି ଦେଖ। ଗାଧେଇ ଗୁଧା ସାରିକି ମୁଁ ଯାଉଛି ଖଡା ପକେଇବା ପାଇଁ ଗାଁ ପିଲାଙ୍କ ସହିତ ବୁଲିବାକୁ। ଖଡା ପକେଇତେ ଦେଖିପାରୁଥିବେ ଖଡା ପକଉଛେ ସମସ୍ତେ ଆମେ ମିଳିମିଶି। ମାଛ ଧରିଛନ୍ତି କେତେ ଆମେ ଧରିଛେ ଦେଖିଥିବେ। ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ଭିଡିଓଟି ଭଲ ଲାଗିଥିଲେ